ପିଲାମାନେ ତୁମମାନଙ୍କୁ ଆମ ଚ୍ୟାନେଲ ଓଡ଼ିଆ ମିଡିୟମ ଷ୍ଟୋରି କି ସ୍ୱାଗତ। ଆଜି ମୁଁ ତୁମମାନଙ୍କ ପାଇଁ ନେଇ ଆସିଛି 2024 ମସିହା ପାଇଁ ଏକ ସୁନ୍ଦର ଓ ସହଜ ସ୍ୱାଧୀନତା ଦିବସ ଭାଷଣ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଯଦି ଆମ ଚ୍ୟାନେଲ ସବସ୍କ୍ରାଇବ୍ କରିନାହଁ କି ଚ୍ୟାନେଲ ନୂଆ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନିଅ। ଆଉ ଡେରି ନକରି ଆରମ୍ଭ କରିବା ଆଜିର ଭାଷଣ। ବରେଣ୍ୟ ଜାତୀୟ ପତାକା, ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ଉପସ୍ଥିତ ଭଦ୍ରମଣ୍ଡଳୀ ଏବଂ ମୋର ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ଆମ୍ଭେମାନେ ଏହି ଜାତୀୟ ପତାକା ତଳେ କାହିଁକି ଏକତ୍ରିତ ହୋଇଛନ୍ତି ତାହା ଆପଣମାନେ ଅଳ୍ପ ବହୁତ ଜାଣିଥିବେ। ସେ ବିଷୟରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି 2024 ମସିହା ଅଗଷ୍ଟ ମାସ 15 ତାରିଖ, ଆମର 78ତମ ସ୍ୱାଧୀନତା ଦିବସ। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ମୋର ବକ୍ତବ୍ୟ ଆରମ୍ଭ କରୁଛି। ଯାହା ନାହିଁ ଭାରତେ ତାହା ନାହିଁ ଜଗତେ। ଏଥିରୁ ସ୍ପଷ୍ଟ ଯେ ଆମ ଭାରତବର୍ଷ ଧନରତ୍ନ, କଳା ଓ ସଂସ୍କୃତିରେ ଭରପୁର ହୋଇ ରହିଥିଲା। ସେଥିପାଇଁ ବିଦେଶୀ ଇଂରେଜମାନଙ୍କର ଲୋଲୁପ ଦୃଷ୍ଟି ଆମ ଦେଶରେ ପଡ଼ିଥିଲା। ଆମ ଦେଶରେ ଏକତାର ଅଭାବ ଯୋଗୁଁ ଇଂରେଜମାନେ ଆମ ଦେଶକୁ ଶାସନ କଲେ। ଆମ ଦେଶର ମୂଲ୍ୟବାନ ଧନରତ୍ନ ତାଙ୍କ ଦେଶକୁ ବହି ନେଲେ। ପ୍ରତିବାଦ କଲେ ଲାଠି ପ୍ରହାର, ଗୁଳିମାଡ଼, ଜେଲ ଦଣ୍ଡ ଇତ୍ୟାଦି ଭୋଗିବାକୁ ପଡ଼ୁଥିଲା। ଏସବୁକୁ ଖାତିର ନ କରି ଆମ ଭାରତ ମାତାର ବୀର ପୁତ୍ରମାନେ ଯଥା ମଙ୍ଗଲ ପାଣ୍ଡେ, ଭଗତ ସିଂ, ଖୁଦିରାମ, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ ନେହେରୁ ଇତ୍ୟାଦି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କଲେ। ନେତାଜୀଙ୍କ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ର ସ୍ଲୋଗାନ ଓ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଯୋଗୁଁ ଆମ ଦେଶ 1947 ମସିହା ଅଗଷ୍ଟ 14 ତାରିଖ ମଧ୍ୟରାତ୍ରରେ ସ୍ୱାଧୀନ ହେଲା। ଆମ୍ଭେ ହେଲୁ ସ୍ୱାଧୀନ ଭାରତର ସନ୍ତାନ। ଆମେ ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳନ କରି ଓ ଜାତୀୟ ପତାକା ଉଡ଼ାଇଲେ ଚଳିବ ନାହିଁ। ଏହି ଜାତୀୟ ପତାକା ତଳେ ଶପଥ ନେବା ଯେ ଆମ ଦେଶର ସ୍ୱାଧୀନତା ଓ ଅଖଣ୍ଡତା ରକ୍ଷା କରିବା, ତ୍ୟାଗ, ସେବା ଓ ବୀରତ୍ୱର ମନ୍ତ୍ରରେ ଦୀକ୍ଷିତ ହୋଇ ଦେଶ ପାଇଁ କାମ କରିବା, ଆମ ଦେଶକୁ ସ୍ୱଚ୍ଛ, ସୁନ୍ଦର ଏବଂ ସୁରକ୍ଷିତ ରଖିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ବନ୍ଦେ ମାତରମ୍।